ଜୟ ଜଗନ୍ନାଥ ସ୍ୱାମୀ ସନ୍ଧ୍ୟାରାଣୀ ସାହୁ ଭୁବନ ସନ୍ଧ୍ୟାରାଣୀ ସାତ ମହାପାତ୍ର ମୋ ସ୍ୱାମୀଙ୍କ ନାଁ ନାରାୟଣ ସାତ ମହାପାତ୍ର ଅନୁଭୂତି ଦ୍ୱାରା ମୁଁ ବହୁତ ଦିନ ହେଲା ବାହାରୁଛି ମୋ ସ୍ୱାମୀଙ୍କର ଗୋଡ଼ ଭାଙ୍ଗିଗଲା ତାପରେ ଆସିବା ପାଇଁ ଆଉ ଆସି ଜମା ହୁଏନି କି କିଛି ନାହିଁ ଯେତେ ଚେଷ୍ଟା କରେ ଯେତେ ଆଉ ଜମା ଆସିପାରୁନି ଏଠୁ କାଲି ଏବେ ସପ୍ତାହ ଭିତରେ କହିଲେ ମୁଁ ନିଶ୍ଚୟ ପୁରୀ ଯିବି ଏଠୁ କହିଲେ ଯିବା ଆଉ ସେଠୁ ତାପରେ କାଲି କହିଲେ ନାଇଁ ଯିବା ଆଉ ଯାଉ ଝିଅ ଘରିକା ଆସନ୍ତୁ ଏକାଠି ଯିବା ମୋତେ ଏଠୁ ଠାକୁରଙ୍କୁ ପୂଜା କରୁଛି ମୁଁ ଟିକେ ଜଗନ୍ନାଥ ଠାକୁର ରଖିଛି ମୁଁ ଟିକେ ଠାକୁରଙ୍କ ଭକ୍ତ ଏଠୁ ଠାକୁରଙ୍କୁ ଅନେଇକିନି କହିଲି କାଳିଆ ସତ କହ ମୋତେ ନବୁ ନା ନାହିଁ କାଲି ଜଗନ୍ନାଥ ଯେଉଁ ତ ଧାମକୁ ଆଉ ମୋ ଆଖିକି ଆଖି ବି ସେଇକିନି କହ ମୋ ନାତି ସବୁଦିନ କୁହେ ଜଗନ୍ନାଥକୁ ତ ପୁଅ ମୋର ପୁଅ ନାହିଁ ଝିଅ ଦୁଇଟା ପୁଅ ମୋର କାଳିଆ ନେଇଗଲେ ସେଠୁ ସବୁଦିନ ମୋତେ ପୁଅ ବୋଲି ସେ ମୁଁ ଯାହା ଯେତେବେଳେ ଚାହେଁ ମୋତେ ସବୁବେଳେ ମୋ ପୁଅ ଯେମିତି ସାହାଯ୍ୟ କରେ ମୋତେ ସେମିତି ସାହାଯ୍ୟ କରୁଛନ୍ତି ଯେତେବେଳେ ଏଇଟା ଖାଇବା ପାଇଁ ବି ଇଚ୍ଛା କରିବି ସେଇଟା ମୋତେ ଆସିକିନି ଯୋଉଟା ଯେତେ ବାଟରେ ଥାଉ ଜିନିଷଟା ଯେତେବେଳେ ଯାହା ଇଏ କରିବି ମୋତେ ଆଣିକିନି ଠାକୁର ଦେବେ ମୁଁ ଯେତେବେଳେ ଯାହା ମୋ ସ୍ୱାମୀକି କହିବି ଆଣିବି ତ ଠାକୁର ଆଜି କହିଛନ୍ତି ସେ ନାହିଁ କରିଦେବେ ସେଇଟା କିନ୍ତୁ ହେଇଯିବ ମାନେ ଏମିତି ହବ ଯେ ଆଉ ମାନେ କହ ନା ନାହିଁ ଆଉ ଗୋଟେ କଥା କହିଲେ ମୋର ପୁଅ ନାହିଁ କିନ୍ତୁ ପୁଅକୁ କାଳିଆ ନେଇଗଲା ଅତି ସହଜରେ ଦେଖନ୍ତୁ କାଳିଆ ପ୍ରେମରେ ସେମିତି ଅଛନ୍ତି ସତ କଥା ମା ପୁଅଟି କେତେ ବର୍ଷର ହେଇଥିଲା 12 ବର୍ଷର ହେଇଥିଲା ହେଠୁ ହେଇଦିନରୁ କାଳିଆ ମୋ ପୁଅ ମୋ ନାତି ଯେତେବେଳେ ତାପରେ 7 ବର୍ଷରେ ମୋ ଝିଅ ବାହାଘର ହେଲା ମୋର ନାତିଟିଏ ହେଇଗଲା ନାତି ପୁରା କାଳିଆ ଏତେ ପ୍ରେମୀ ଯେ ମାନେ କାଳିଆର ତାର ଖେଳନା ହେଉଛି କାଳିଆ ସବୁବେଳେ ଆଇ ଯାଇଥିବୁ ପୁରୀ ମୋ ପାଇଁ କଣ ଆଣିଲୁ ମୋ ପାଇଁ କାଳିଆ ଆଣିନୁ ମୋ ପାଇଁ ହଁ ଏମିତି ସବୁବେଳେ କାଳିଆ ମୋତେ ବହୁତ ମାନେ ଏତେ ଅନୁଭୂତି କୁହ ନାହିଁ ବୃନ୍ଦାବନ ହଉ ମା ଗୋଟେ କାଳିଆର ଏତେ ଅନୁଭୂତି ଯେ କହିହେବନି ବାସ୍ତବରେ ସବୁଠୁ ବଡ଼ ଅନୁଭୂତି ମା 12 ବର୍ଷର ପୁଅକୁ ହରେଇ ଦେଇଛ କାରଣ ଯେଉଁମାନଙ୍କର ସନ୍ତାନ ନାହିଁ ସିଏ ତ ଅଲଗା କଥା ମହାପ୍ରଭୁ ଦାୟୀ ସେମାନେ ଗୋଟେ ପ୍ରକାର ସେ ତାହା ମୁଁ କିନ୍ତୁ ଦେଇକି ମହାପ୍ରଭୁ ଯେଉଁ ନେଇଯାଆନ୍ତି ସେଇଟା ଗୋଟେ ବେଶୀ ତଥାପି କାଳିଆ ମୁହଁକୁ ଚାହିଁକି ତମେ ସବୁ ସେ କାଳିଆ ହିଁ ତମର ପୁଅ ପୁଅ ମୁଁ ତାକୁ କରିଛି ପୁଅ କରିଛି କ'ଣ ସେ ତ ହେଇଯାଇଛ ତମେ କ'ଣ କରିବ ମା ହିସାବରେ କାଲି କହିଲି ହିସାବ ନୁହଁ ତମେ ତା ମା ସିଏ ତମ ପୁଅ କାଲି କହିଲି ବିଶ୍ୱାସ କରିବେନି କାଳିଆଙ୍କ ଇଏରେ କହୁଛି କହିଲି ମୋତେ ମା ବୋଲି କହୁଛୁ ନା ତୁମ ପୁଅ ମୁଁ ଯଦି ସପ୍ତାହ ଭିତରେ ନ ଯିବି ତୋ ମା ରାଣ ବିଶ୍ୱାସ କରିବେନି ଘରେ ଜମା ଆସିବାର ନଥିଲା ଏମିତି ଆସିଲି ମୁଁ ନିଜେ ବି ଜାଣିନାହିଁ ଆଜି ଆସିଲା ପରେ ବହୁତ ବ୍ୟାଘାତ ଘଟିଛି ଗାଡ଼ି ଷ୍ଟ୍ରାଇକ୍ ହେଉଛି ପୁଣି ଏଠୁ ଇଏ କରିକିନି ଆସିଲା ବେଳେ ଗାଡ଼ି ଏଠେ ଯେଉଁ ସାକ୍ଷୀ ଗୋପାଳ ପାଖରେ ଟ୍ରେନ୍ ରହିଲା ଏଠୁ ଗାଡ଼ି କରିନି ଆସିଲୁ ପୁରା ଏମିତି ଭଲରେ ଆଇଲେ ଏଠୁ ମୁଁ ମନେ ମନେ ଭାବିଲି ପ୍ରଭୁ ବଡ଼ଦାଣ୍ଡ ପାଖରେ ମୁଁ ଯେମିତି ଘର ପାଇବି ଘର ପାଇଲି ବଡ଼ଦାଣ୍ଡ ପାଖରେ ଆସିଲି ଏଇଠି ଅଛୁ ଉତ୍ତର ଦ୍ୱାରରେ ଅଛୁ ଏ ଆସିକିନି ଠାକୁରଙ୍କର ବହୁତ ମୋର ଅନୁଭୂତି ଆଉ କ'ଣ ମୁଁ ତ ଠାକୁରଙ୍କ ପାଖେ ସବୁବେଳେ ଜୟ ଜଗନ୍ନାଥ ଟିଭି ସବୁବେଳେ ଦେଖୁଛୁ ସବୁବେଳେ ରାତି 4ରୁ ଉଠିବି 4:30 ମୋ ସ୍ୱାମୀ ଆହୁରି ମୋଠୁ ମୋବାଇଲରେ ସବୁବେଳେ ଆମର ଜୟ ଜଗନ୍ନାଥ ସବୁବେଳେ ଜୟ ଜଗନ୍ନାଥ କେତେବେଳେ ଆମର ଇଏ ନୁହେଁ ଧନ୍ୟବାଦ ଜୟ ଜଗନ୍ନାଥ।